ନମସ୍କାର ଦର୍ଶକ ବନ୍ଧୁ ଶୁଭ ସନ୍ଧ୍ୟା। ଆଜି ହଉଛି ଜାନୁଆରୀ 4 ତାରିଖ ରବିବାର। ଆଜି ରହିଛି ଆପଣମାନଙ୍କ ପାଇଁ ଦେଶ ବିଦେଶ ରାଜ୍ୟର 20ଟି ଗୁରୁତ୍ୱପୂର୍ଣ୍ଣ ଖବର। ତ ଖବର ଦେଖିବା ପୂର୍ବରୁ ଆପଣଙ୍କୁ ଗୋଟେ ଛୋଟିଆ ଅନୁରୋଧ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଖବର ଭଲ ଲାଗିଲେ ନିଶ୍ଚୟ ଲାଇକ୍ କରିବେ, ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ। ତେବେ ଚାଲନ୍ତୁ ଜାଣିବା କଣ ରହିଛି ଆଜି ପୁରା ଦିନର ଖବର। ପ୍ରଥମ ଖବର, ଆମ ବସ୍ ଧକ୍କା ମୃତ୍ୟୁ ଘଟଣା, 4 ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଆମ ବସ୍ ଧକ୍କାରେ ଅଟୋ ଚାଳକଙ୍କର ମୃତ୍ୟୁ ଘଟଣାରେ ଚିନ୍ତା ପ୍ରକଟ କଲେ ମୁଖ୍ୟମନ୍ତ୍ରୀ। ମୃତ ଅଟୋ ଚାଳକଙ୍କର ସମ୍ପର୍କୀୟ 4 ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୋହନ ମାଝୀ। ସିଏମ ରିଲିଫ ପାଣ୍ଠିରୁ 4 ଲକ୍ଷ ସହାୟତା ନେଇ ମୁଖ୍ୟମନ୍ତ୍ରୀଙ୍କର ଘୋଷଣା କରାଯାଇଛି। ବସ୍‌ର ନିୟମିତ ଫିଟନେସ୍ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବାଣିଜ୍ୟ ଓ ପରିବହନ ବିଭାଗ ଏକ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରି ବସ୍ ଫିଟନେସ୍ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ଆମ ବସ୍ ଡ୍ରାଇଭରମାନଙ୍କର ଦକ୍ଷତା ବୃଦ୍ଧି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏଥିପାଇଁ ନିୟମିତ ଟ୍ରେନିଂ ପ୍ରଦାନ କରିବା ପାଇଁ ସେ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ପରବର୍ତ୍ତୀ ଖବର, ଶ୍ରୀମନ୍ଦିରରେ ହେଲା ଠେଲାପେଲା, ବନ୍ଦ ହେଲା ଦର୍ଶନ। ଶ୍ରୀମନ୍ଦିରରେ ଠେଲାପେଲା ସ୍ଥିତି ଆରମ୍ଭ ହୋଇଯାଇଛି। କିଛି ସମୟ ବନ୍ଦ ରହିଥିଲା ଦର୍ଶନ। ମନ୍ଦିର କମାଣ୍ଡରଙ୍କୁ ସ୍ୱତନ୍ତ୍ର ସୁରକ୍ଷାକର୍ମୀଙ୍କର ଧକ୍କା। ସେବକ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି, ଯାହାକୁ ନେଇ ସାତପାହାଚ ଧାଡ଼ି ଦର୍ଶନ ବନ୍ଦ ରଖିଥିଲେ ସେବକ। ସାତପାହାଚ ତଳେ ପେଟ୍ରୋଲ କର ବ୍ୟବସ୍ଥାକୁ ବିରୋଧ କରି ବିବାଦ ହୋଇଛି। ଶ୍ରୀମନ୍ଦିର ସୁରକ୍ଷା ସ୍ୱତନ୍ତ୍ର ବଳ ଗୋଟିଏ ଧାଡ଼ି କରୁଥିବାରୁ ବିବାଦୀୟ ପରିସ୍ଥିତି ଉପୁଜିଥିବା ଅଭିଯୋଗ କରିଛନ୍ତି ସେବାୟତ। ପରବର୍ତ୍ତୀ ଖବର, ଆହୁରି 2 ଦିନ ଘନ କୁହୁଡ଼ି, 10ରୁ ଅଧିକ ବିମାନ ଉଡ଼ାଣରେ ବିଳମ୍ବ। ଆହୁରି 2 ଦିନ ଧରି ଘନ କୁହୁଡ଼ି ଦେଖାଯାଉଛି। ରାଜ୍ୟରେ ଶୀତ ସାମାନ୍ୟ କମୁଥିବା ବେଳେ କଲବଲ କରୁଛି ଘନ କୁହୁଡ଼ି। ଘନ କୁହୁଡ଼ି ପାଇଁ ଯାତାୟାତ ସହ ବିମାନ ଚଳାଚଳ ବାଧା ସୃଷ୍ଟି ହୋଇଛି। ଆଜି ସକାଳେ 10ଟାରୁ ଅଧିକ ବିମାନ ଉଡ଼ାଣରେ ବିଳମ୍ବ ହୋଇଛି। ପ୍ରାୟ 2 ଘଣ୍ଟା ଧରି ବିଳମ୍ବ ହୋଇଥିଲା। ଦିଲ୍ଲୀ, ମୁମ୍ବାଇ, ପ୍ରୟାଗରାଜ ଓ ହାଇଦ୍ରାବାଦକୁ ବିଳମ୍ବରେ ଉଡ଼ାଣ କରିଛନ୍ତି ବିମାନ। ଯାତ୍ରା ସମୟରେ ବଦଳି ଯାଇଥିବାର ରାଜ୍ୟ ବାହାରୁ ଯାଉଥିବା ଯାତ୍ରୀ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ପରବର୍ତ୍ତୀ ଖବର, କୁହୁଡ଼ି ଯୋଗୁଁ ପରିବା ଚାଷ କ୍ଷତିଗ୍ରସ୍ତ, ଚିନ୍ତାରେ ପଡ଼ିଛନ୍ତି ଚାଷୀ। କୁହୁଡ଼ି ଯୋଗୁଁ ପରିବା ଚାଷରେ ଆସିଛି ବହୁତ କ୍ଷତିଗ୍ରସ୍ତ। ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ବେଗୁନିଆ ବସ୍ତା ଗାଁରେ ବିଭିନ୍ନ ପନିପରିବା ନଷ୍ଟ ହେବା ଆରମ୍ଭ ହେଲାଣି। ବାଇଗଣ, କୋବି, ବିନ୍ସ ଆଦି ପରିବାର ପୋକ ଲାଗି ନଷ୍ଟ ହେଉଛନ୍ତି, ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ ଭାଇମାନେ। ପରବର୍ତ୍ତୀ ଖବର, ସଚିବାଳୟ ପରିସରରେ ରିଲ୍ସ ଉପରେ ରୋକ କଟକଣା ଲଗାଇଛନ୍ତି ସରକାର। ସଚିବାଳୟ ପରିସରରେ ରିଲ୍ସ ଉପରେ ରୋକ। ଏଣିକି ସରକାରୀ ଅଫିସରେ ରିଲ୍ସ କରିବା ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ସରକାରୀ ଅଫିସରେ ରିଲ୍ସ କରିବା ଉପରେ କଟକଣା ଲଗାଇଛନ୍ତି ସରକାର। ଲୋକସେବା ଭବନ, ରାଜୀବ ଭବନ ଓ ଖାରବେଳ ଭବନରେ ରିଲ୍ସ ମନା ହୋଇଛି। ସେହିପରି ସମ୍ବେଦନଶୀଳ ସରକାରୀ ପ୍ରତିଷ୍ଠାନରେ ମଧ୍ୟ ରିଲ୍ସ କରିବା ଉପରେ କଟକଣା ଲାଗିଛି। ଭିଡିଓ, ଫଟୋ ସୋସିଆଲ ମିଡିଆରେ ଅପଲୋଡିଂ କରିପାରିବେ ନାହିଁ। ଏନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସମସ୍ତ ସରକାରୀ କର୍ମଚାରୀ, ଅଧିକାରୀ ଓ ଭିଜିଟର୍ସଙ୍କ ପାଇଁ କଟକଣା ଲାଗୁ ହୋଇଛି। ନିୟମ ଉଲ୍ଲଂଘନ କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି। ଏଭଳି କାର୍ଯ୍ୟକଳାପ ଦ୍ୱାରା ଶାସନ ବ୍ୟବସ୍ଥାର ଗୁରୁତ୍ୱ ଓ ଅଫିସ ଶୃଙ୍ଖଳା ପ୍ରଭାବିତ ରହିବ ବୋଲି ଆଶଙ୍କା କରାଯାଉଛି। ଭିତର ଦୃଶ୍ୟ ସୋସିଆଲ ମିଡିଆରେ ପ୍ରଚାରିତ ହେବା ସୁରକ୍ଷା ଦୃଷ୍ଟିକୋଣରୁ ବିପଦଜନକ। ପରବର୍ତ୍ତୀ ଖବର, ସରିଲା ଧନୁଯାତ୍ରା, କଂସର ଅତ୍ୟାଚାରରୁ ମୁକ୍ତି ପାଇଲା ମଥୁରାବାସୀ। ବରଗଡ଼ କଂସ ବଧ ସହ ସମାପ୍ତ ହୋଇଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଭଣଜା କୃଷ୍ଣଙ୍କ ହାତରେ ମାମୁଁ କଂସଙ୍କର ହୋଇଛି ମୃତ୍ୟୁ। ପ୍ରେମ, ଭକ୍ତି, ବିରହ, ଅନ୍ୟାୟ, ଅନୀତି, ଅତ୍ୟାଚାରକୁ ନେଇ ହୋଇଥିବା ଧନୁଯାତ୍ରା 11 ଦିନ ଧରି ଚାଲିବା ପରେ ଅନ୍ୟାୟ ଅଧର୍ମକୁ ପଛରେ ପକାଇ ପରିଶେଷରେ ସତ୍ୟ ଓ ଧର୍ମର ଜୟ ହୋଇଛି। ଏଥିଲାଗି ଧନୁଯାତ୍ରାର ମୂଳ ଉଦ୍ଦେଶ୍ୟ ହେଉଛି ଶାନ୍ତି ଶୃଙ୍ଖଳା ସହ ଲକ୍ଷାଧିକ ଦର୍ଶକ ଧନୁଯାତ୍ରାର ଉପଭୋଗ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ଜିଲ୍ଲାପାଳ। 24 ଡିସେମ୍ବର 2025ରୁ ଆରମ୍ଭ ହୋଇଥିବା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଶନିବାର ଦିନ ବିଳମ୍ବିତ ରାତିରେ ସମାପ୍ତ ହୋଇଛି। ପରବର୍ତ୍ତୀ ଖବର, ରାଜଧାନୀରେ ଜମୁଛି ପଥ ଉତ୍ସବ, ଝୁମୁଛନ୍ତି ଦର୍ଶକ। ତେବେ ଝୁମୁଛନ୍ତି ଦର୍ଶକ। ନୂଆବର୍ଷରେ ଭୁବନେଶ୍ୱର ମହାନଗର ନିଗମର ପ୍ରଥମ ପଥ ଉତ୍ସବ ଆରମ୍ଭ ହୋଇଛି। ଶୀତୁଆ ସକାଳର ଧୁମ୍ ମଚାଉଛନ୍ତି ରାଜଧାନୀବାସୀ। ରଙ୍ଗୋଲି ଚିତ୍ରରେ ଝଲସୁଛି ଭୁବନେଶ୍ୱର ଜନପଥର ମାଷ୍ଟରକାନ୍ତିନ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ରାସ୍ତା। ଓଡ଼ିଶୀ ଓ ମଡର୍ଣ୍ଣ ଡ୍ୟାନ୍ସରେ ମତୁଆଲା ଦର୍ଶକ। ଜୁମ୍ବା ଏକ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ଏହା ଏକ ପ୍ରୟାସ। ଯୋଗ, ସ୍କେଟିଂ, ବିଭିନ୍ନ ପ୍ରକାର ଗେମ୍ସ, ସ୍କ୍ରିପ୍ଟ ପ୍ଲେ, ପାରମ୍ପରିକ ନୃତ୍ୟରେ ଦୋହଲୁଛି ରାଜଧାନୀ ରାଜରାସ୍ତା। ସବୁ ବର୍ଗର ମହିଳା, ପୁରୁଷ, ଶିଶୁ ଓ ଯୁବକ ଯୁବତୀମାନେ ମନୋରଞ୍ଜନ ପାଇଁ ବିଏମସି ପକ୍ଷରୁ ପଥ ଉତ୍ସବରେ ଆୟୋଜନ କରାଯାଇଛି। ପରବର୍ତ୍ତୀ ଖବର, ଜାନୁଆରୀ 8 ତାରିଖରୁ ଫେବୃଆରୀ 25 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ନେଇ ଚେତାବନୀ ଦେଲା କଂଗ୍ରେସ। ଜାନୁଆରୀ 8 ତାରିଖରୁ ଫେବୃଆରୀ 25 ଯାଏଁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଯାଉଛନ୍ତି। ମନରେଗା ନ ବଦଳାଇବା ପ୍ରସଙ୍ଗ ଉପରେ କଂଗ୍ରେସ କରିବ ଆନ୍ଦୋଳନ। ୱାର୍ଡ ସ୍ତରରୁ ବିଭିନ୍ନ ବିଧାନସଭା ଘେରାଉ କରିବ କଂଗ୍ରେସ। ମନରେଗା ବଚାଓ କାର୍ଯ୍ୟକ୍ରମ କରିବ କଂଗ୍ରେସ। ଆଜି ମନରେଗା ନ ବଦଳାଇବା ପ୍ରସଙ୍ଗକୁ ନେଇ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରିଛି। ନାଁ ବଦଳାଇବାକୁ କେନ୍ଦ୍ର କରି ସରକାରଙ୍କ ଉପରେ ବର୍ଷିଲେ ଏଆଇସିସି ସାଧାରଣ ସମ୍ପାଦକ ରଣଦୀପ ସୁରୱେଲ।
ଦେଶର ମଜବୁତକୁ ମାଡ଼ ମାରିଛନ୍ତି କେନ୍ଦ୍ର ସରକାର। ମନରେଗା ନାଁ ପରିବର୍ତ୍ତନ କରିବା ବଡ଼ ଭୁଲ। 50 କୋଟି ପରିବାର ପ୍ରଭାବିତ ହେବେ। କାନୁନକୁ ହତ୍ୟା ବୋଲି କହିଲେ। ପରବର୍ତ୍ତୀ ବାଂଲାଦେଶରେ ଖବର। ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା। ଆକ୍ରମଣ ପରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ। ବାଂଲାଦେଶରେ ଅଳ୍ପ ସଂଖ୍ୟକ ହିନ୍ଦୁଙ୍କ ଉପରେ ଆକ୍ରମଣ ଜାରି ରହିଛି। ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କର ଜୀବନ ଯାଇଛି। ଆକ୍ରମଣ ପରେ ହିନ୍ଦୁ ବ୍ୟବସାୟୀ ଖୋଦାନ ଦାସଙ୍କର ଜୀବନ ଜାଳି ଦେଇଛନ୍ତି। ଆଜି ଢାକାରେ ନ୍ୟାସନାଲ ବର୍ନ ଇନଷ୍ଟିଚ୍ୟୁଟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହା ପୂର୍ବରୁ ବାଂଲାଦେଶରେ ଦୀପୁ ଦାସ, ଅମୃତ ମଣ୍ଡଳ ଓ ବିଜେନ୍ଦ୍ର ବସୱାଙ୍କର ହତ୍ୟା ହୋଇଛି। ପୋଲିସଙ୍କ ସୂଚନା ଅନୁସାରେ ବୁଧବାର ଦିନ ରାତିରେ ସେ ତାଙ୍କ ଦୋକାନ ବନ୍ଦ କରି ଏକ ଅଟୋ ରିକ୍ସାରେ ଘରକୁ ଫେରୁଥିଲେ। ଦୁର୍ବୃତ୍ତମାନେ ରାସ୍ତାରେ ଗାଡିକୁ ଅଟକାଇ ତାଙ୍କୁ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ନିଆଁ ଲଗାଇ ଦେଇଥିଲେ। ନିଜକୁ ବଞ୍ଚାଇବାକୁ ଚେଷ୍ଟା କରି ଖୋକନ ରାସ୍ତା ପାଖରେ ଥିବା ଏକ ପୋଖରୀକୁ ଡେଇଁ ପଡ଼ିଥିଲେ। ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କୁ ନେଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ଜରୁରୀକାଳୀନ ୱାର୍ଡରେ ମଧ୍ୟ ପ୍ରାଥମିକ ଚିକିତ୍ସା ପରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ପରବର୍ତ୍ତୀ ଖବର। କେବଳ ତେଲ ପାଇଁ ଯୁଦ୍ଧ, ଟ୍ରମ୍ପଙ୍କୁ କମଲ ହାରିସଙ୍କର ଖୋଲା ଚ୍ୟାଲେଞ୍ଜ। ଟ୍ରମ୍ପଙ୍କୁ କଡ଼ା ସମାଲୋଚନା କଲେ କମଲ ହାରିସ। କେବଳ ତେଲ ଓ ନିଜକୁ ଜଣେ ଶକ୍ତିଶାଳୀ ନେତା ଭାବରେ ଦେଖାଉଥିବା ଟ୍ରମ୍ପ ଏକ ଜିଦ୍ଦି ବୋଲି କହିଛନ୍ତି କମଲ। ଏହା ଆମେରିକା ପାଇଁ ବିପଦଜନକ। ମାଦୁରୋଙ୍କ ବିରୋଧରେ ଟ୍ରମ୍ପଙ୍କର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି। କମଲ ହାରିସ କହିଛନ୍ତି ଯେ ମାଦୁରୋ ଜଣେ ବେଆଇନ ଶାସକ ହୋଇପାରିଥାନ୍ତି, କିନ୍ତୁ ଟ୍ରମ୍ପଙ୍କର ଏହି ପଦକ୍ଷେପ ଆଇନ ସମ୍ମତ ନୁହେଁ। ଏଭଳି ଘଟଣା ପୂର୍ବରୁ ଦେଖିଛୁ। ତେଲ କିମ୍ବା ଶାସନ ପରିବର୍ତ୍ତନ ପାଇଁ ଯୁଦ୍ଧଗୁଡ଼ିକ ଶକ୍ତି ପ୍ରଦର୍ଶନ କରାଯାଇଥାଏ। ଶେଷରେ ଅରାଜକତା ସୃଷ୍ଟି କରେ। ସାଧାରଣ ଆମେରିକୀୟ ପରିବାର ଏହାର ମୂଲ୍ୟ ଦିଅନ୍ତି। ଟ୍ରମ୍ପ ଆମେରିକାର ସୈନ୍ୟକୁ ଜୀବନକୁ ବିପଦରେ ପକାଉଛନ୍ତି। ବିନା କୌଣସି ଆଇନଗତ ଅନୁମତିରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏଥିରେ ଆମେରିକାର କୌଣସି ଲାଭ ହେବନି। ପରବର୍ତ୍ତୀ ଖବର। ପ୍ରଦୂଷଣ ରୋକିବାକୁ ସରକାରଙ୍କର ଅଭିନବ ପଦକ୍ଷେପ। ଶବଦାହରେ ବ୍ୟବହାର ହେବ ଗୋବର ପ୍ରସ୍ତୁତି ଜାଳେଣୀ। ତେବେ ଗୋବରରେ ପ୍ରସ୍ତୁତ କାଠ ବହୁଳ ଭାବରେ ବ୍ୟବହାର କରିବାକୁ ସରକାର ଯୋଜନା କରିଛନ୍ତି। ଶବଦାହ ପାଇଁ ଗୋବର ବ୍ୟବହାର କରାଯାଉଛି। ନୂଆପଡ଼ା, ଚୌଦ୍ୱାର, ଅନୁଗୁଳ ଓ ସତୀଚଉରା ଶ୍ମଶାନରେ ଗୋବର ଶବଦାହ କରାଯାଉଛି। ପୁରୀ ସ୍ୱର୍ଗଦ୍ୱାରରେ ଗୋବର କାଠ ବ୍ୟବହାର ପାଇଁ ଆଲୋଚନା ମଧ୍ୟ ହୋଇଛି। ଏହା ଦ୍ୱାରା ଗଛ କାଟିବା ରୋକାଯାଇପାରିବ ଏବଂ ପ୍ରଦୂଷଣ ମଧ୍ୟ ରୋକାଯାଇପାରିବ। ସେପଟେ ଗଛ କାଟିବା ମଧ୍ୟ କମ୍ ହେବ। ଆଗକୁ ଏହାର ଆହୁରି ପ୍ରଚାର ପ୍ରସାର ହେବ। ଏ ନେଇ ଦୁଇ ଜଣ ଉଦ୍ୟୋଗୀ ଗୋବରକୁ ରଙ୍ଗ ତିଆରି କରୁଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ପରବର୍ତ୍ତୀ ଖବର। ପାରାଦୀପରେ ସେକ୍ସ ରାକେଟ ହୋଟେଲ, ସ୍ପା ଓ ପାର୍ଲରରେ ମିଳୁଛନ୍ତି ଦେହଜୀବୀ। ପାରାଦୀପରେ ଚାଲିଛି ସେକ୍ସ ରାକେଟ। ରାଜ୍ୟର ବାହାରୁ ଭୟା ଭୁବନେଶ୍ୱର ହୋଇ ଦେହଜୀବୀମାନେ ପାରାଦୀପକୁ ଆସୁଛନ୍ତି। ଦଲାଲଙ୍କ ଜରିଆରେ ପାରାଦୀପରେ ବିଭିନ୍ନ ହୋଟେଲକୁ ଯାଉଛନ୍ତି। ପୁଲିସ ପକ୍ଷରୁ ବ୍ୟାପକ ଚଢ଼ଉ ହେଉନଥିବାରୁ ଦେହ ବ୍ୟବସାୟ ହୋଟେଲ, ସ୍ପା ଓ ପାର୍ଲରରେ ବୃଦ୍ଧି ପାଉଛି। ଏଭଳି ଏକ ଖବର ଶନିବାର ଦିନ ପାରାଦୀପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ମିଳିଥିବା ଖବର ଅନୁସାରେ ଶନିବାର ଦିନ ଭୋରୁ ଭୁବନେଶ୍ୱରର ଏକ ଟ୍ରାଭେଲ ଗାଡି ପାରାଦୀପ ଆଦର୍ଶ ଥାନା ଛକରେ ପହଞ୍ଚିଥିଲା। ସେହି ଗାଡ଼ିରୁ ଦୁଇ ଜଣ ଯୁବତୀ ବାହାରି ଚା ଓ ସିଗାରେଟ ପିଇଥିଲେ। କିଛି ସମୟ ପରେ ସେହି ଗାଡ଼ି ଏକ ହୋଟେଲ ପାର୍କିଂ କରିଥିଲା। କିଛି ସ୍ଥାନୀୟ ବୁଦ୍ଧିଜୀବୀ ସେମାନଙ୍କର ଅଙ୍ଗଭଙ୍ଗୀ, ଠାଣି, ଚାଲିଚଳଣକୁ ଦେଖି ନାପସନ୍ଦ କରୁଥିଲେ ଏବଂ ଭିଡିଓ କରି ଛାଡୁଛନ୍ତି। ବୁଦ୍ଧିଜୀବୀ ବିବେକାନନ୍ଦ ରାଉତ କହିଛନ୍ତି ଯେ ଖୁଲ୍ଲମ ମଦ ବେପାର ଚାଲୁଥିବା ବେଳେ ବ୍ୟୁଟି ପାର୍ଲର, ସ୍ପାରେ ଦେହ ବ୍ୟବସାୟ ଚାଲୁଛି। ଏ ସମସ୍ତେ ଜାଣି ମଧ୍ୟ ନୀରବ ରହୁଛନ୍ତି ବୋଲି ଶ୍ରୀ ମିଶ୍ର ମଧ୍ୟ କହିଛନ୍ତି। ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସ୍ମୃତି ରଞ୍ଜନ କରଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ଏଥିପ୍ରତି ସ୍ମିତ ଦୃଷ୍ଟି ଦିଆଯିବା ସହ ପେଟ୍ରୋଲିଂକୁ କଡାକଡି କରାଯିବ ବୋଲି ଶ୍ରୀ କର କହିଛନ୍ତି। ପରବର୍ତ୍ତୀ ଖବର। ଡେଡଲାଇନ ପୂର୍ବରୁ ଶେଷ ନିଶ୍ୱାସ ନେଉଛନ୍ତି ମାଓବାଦୀ। ଛତିଶଗଡ଼ରେ ଭୟରେ 40 ନକ୍ସଲଙ୍କର ଆତ୍ମସମର୍ପଣ। ଭୁଷୁଡୁଛି ଲାଲଗଡ଼। ଛତିଶଗଡ଼ର ଶେଷ ନିଶ୍ୱାସ ନେଉଛନ୍ତି ମାଓବାଦୀ। ଗତକାଲି ମାଲକାନଗିରି ଛତିଶଗଡ଼ର ସୀମାନ୍ତ ସୁକୁମା ଜିଲ୍ଲାରେ ବଡ଼ ଧରଣର ଏନକାଉଣ୍ଟର ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ 12 ଜଣ ମାଓବାଦୀ ନିହତ ହୋଇଛନ୍ତି। କିସ୍ତାରାମ ଜଙ୍ଗଲରେ ଯବାନଙ୍କ ସହ ମୁହାଁମୁହିଁ 50ରୁ ଅଧିକ ମାଓବାଦୀ ହୋଇଥିଲେ। ହେଲେ ଯବାନଙ୍କ ଗୁଳିରେ କୋଣ୍ଟ ଏରିଆ କମିଟିର ମାଓ କମାଣ୍ଡର ମାଙ୍ଗୁଡୁଙ୍କ ସହ 12 ଜଣ କ୍ୟାଡର ମାଓବାଦୀ ନିହତ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଗୁଳିରେ ମୋଟ 14 ଜଣ ମାଓବାଦୀ ପ୍ରାଣ ମଧ୍ୟ ହରାଇଛନ୍ତି। ପରବର୍ତ୍ତୀ ଖବର। ମୁଖ୍ୟମନ୍ତ୍ରୀଙ୍କର କଡ଼ା ନିର୍ଦ୍ଦେଶ। ଆମ ବସ୍ ଡ୍ରାଇଭରଙ୍କୁ ଦିଆଯିବ ନିୟମିତ ଟ୍ରେନିଂ। ରାଜ୍ୟ ସରକାରଙ୍କ ଆମ ବସ୍ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ବେଗ ପ୍ରକାଶ କରିଛନ୍ତି। ସେ କଡ଼ା ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ଡ୍ରାଇଭରଙ୍କୁ ନିୟମିତ ଟ୍ରେନିଂ ଦିଆଯିବ। ବିଶେଷ କରି ଆମ ବସ୍ ଡ୍ରାଇଭରମାନଙ୍କୁ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ ଦିଆଯିବ। ଡ୍ରାଇଭରମାନଙ୍କ ମଧ୍ୟରେ ସମ୍ବେଦନଶୀଳ ମନୋଭାବ ସୃଷ୍ଟି ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ପରବର୍ତ୍ତୀ ଖବର। ନୂଆବର୍ଷ ଆରମ୍ଭରୁ ସରକାରଙ୍କର ବଡ଼ ଘୋଷଣା। 15 ମାସ ଯାଏଁ ମାଗଣାରେ ମିଳିବ ଚିନି। ଚାଲନ୍ତୁ ଜାଣିବା କେବେଠୁ ମିଳିବ। ନୂଆବର୍ଷ ଆରମ୍ଭରେ ଦିଲ୍ଲୀ ସରକାର ଗରିବ ଓ ଅଭାବୀ ପରିବାରକୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍ ବୈଠକରେ ଅନ୍ତୋଦୟ ଅନ୍ନ ଯୋଜନା ଅଧୀନରେ ମାଗଣା ଚିନି ବଣ୍ଟନକୁ ମଞ୍ଜୁର ଦିଆଯାଇଛି। ଏହି ନିଷ୍ପତ୍ତି ଜାନୁଆରୀ 2026ରୁ ମାର୍ଚ୍ଚ 2027 ପର୍ଯ୍ୟନ୍ତ ଦିଲ୍ଲୀରେ କାର୍ଯ୍ୟକାରୀ ହେବ ଏବଂ ସମସ୍ତ ଏଏୱାଇ କାର୍ଡଧାରୀଙ୍କ ଏହି ଲାଭ ମିଳିବ। ଯୋଗ୍ୟ ପରିବାରକୁ ମୋଟ 15 ମାସ ପାଇଁ ମାଗଣା ଚିନି ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ଖବର। ବିମାନରେ ପାୱାର ବ୍ୟାଙ୍କ ନେଇ ଯାଉଥିଲେ ସାବଧାନ ହୋଇଯାଆନ୍ତୁ। ଡିଜିସିଏ ବଦଳାଇଲା ନୂଆ ନିୟମ। ତେବେ ବିମାନ ଯାତ୍ରୀଙ୍କ ପାଇଁ ଏକ ବଡ଼ ଖବର। ବିମାନରେ ପାୱାର ବ୍ୟାଙ୍କ ଚାର୍ଜ କରିବା ଏବଂ ସିଟ୍‌ରେ ପାୱାର ସିଷ୍ଟମ ସହିତ ଏହାକୁ ସଂଯୋଗ କରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଡିଜିସିଏ। ନିକଟରେ ଲିଥିୟମ୍ ବ୍ୟାଟେରୀରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିବା ପରେ ଏହି ପଦକ୍ଷେପ ନିଆଯାଇଛି। ଏବେ ପାୱାର ବ୍ୟାଙ୍କ କେବଳ ହ୍ୟାଣ୍ଡ ବ୍ୟାଗ୍ ରଖାଯାଇପାରିବ, କିନ୍ତୁ ବିମାନ ମାଧ୍ୟମରେ ଏହାକୁ ଚାର୍ଜ କରିବା ସମ୍ପୂର୍ଣ୍ଣ ମନା। ପରବର୍ତ୍ତୀ ଖବର। ସ୍ମାର୍ଟ ମିଟର ଲଗାଇବେ ସରକାର, ଗାଇଡଲାଇନ ଆଣିଲେ ଶକ୍ତି ବିଭାଗ। ତେବେ ସ୍ମାର୍ଟ ମିଟର ଲଗାଇବାକୁ ନେଇ ଉପଭୋକ୍ତା ଦ୍ୱନ୍ଦ୍ୱରେ ପଡ଼ିଥିବା ବେଳେ ବଡ଼ ପଦକ୍ଷେପ ନେଇ ଆସିଛନ୍ତି ସରକାର। 2025 ମାର୍ଚ୍ଚ ପୂର୍ବରୁ ସ୍ମାର୍ଟ ମିଟର ଲଗାଇ ସାରିଥିବା ଉପଭୋକ୍ତାଙ୍କ ମିଟର ଭଡ଼ା ଛାଡ଼ ହୋଇଛି। ଏ ବାବଦରେ 307 କୋଟି ଟଙ୍କା ବହନ କରିଥିଲେ ସରକାର। ଗତ କ୍ୟାବିନେଟରେ ଏହି ନିଷ୍ପତ୍ତି ପରେ ଗାଇଡଲାଇନ ଆଣିଛି ଶକ୍ତି ବିଭାଗ। ସେପଟେ ସ୍ମାର୍ଟ ମିଟରର ସ୍ୱଚ୍ଛତା ଓ ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇଛନ୍ତି ଶକ୍ତି ସମୀକ୍ଷକ। ଗୋଟିଏ ପଟେ ସରକାର ସ୍ମାର୍ଟ ମିଟର ସ୍ଥାପନ ପାଇଁ ଟଙ୍କା ଖର୍ଚ୍ଚ କରିବେ ବୋଲି ନିଷ୍ପତ୍ତି ନେଉଛନ୍ତି, ଅନ୍ୟପଟେ ସ୍ମାର୍ଟ ମିଟର ଲଗାଇବାର କଣ ଆବଶ୍ୟକତା ରହିଛି ବୋଲି ପ୍ରଶ୍ନ ଉଠାଉଛନ୍ତି ଶକ୍ତି ସମୀକ୍ଷକ। ଏଥିସହ ସ୍ମାର୍ଟ ମିଟରର ସ୍ୱଚ୍ଛତା ଉପରେ ବି ପ୍ରଶ୍ନ ଉଠୁଛି। ଅନ୍ୟ ରାଜ୍ୟର ସ୍ମାର୍ଟ ମିଟର ଦକ୍ଷତା ଯାଞ୍ଚ କରିବାର ବ୍ୟବସ୍ଥା ରହିଛି। ସିଏଜି ଆଜି ମଧ୍ୟ ଅଡିଟ୍ କରିଛନ୍ତି। କିନ୍ତୁ ଆମ ରାଜ୍ୟରେ ଯେହେତୁ ଏହି ଘରୋଇ କମ୍ପାନୀ ବିଦ୍ୟୁତ୍ ବିତରଣ କରୁଛନ୍ତି, ତେଣୁ ଏଠି କିଭଳି ଯାଞ୍ଚ କରାଯିବ ତାକୁ ନେଇ ଆପତ୍ତି ଉଠିଛି। ଏହା ତ ଥିଲା ଆଜିର ଦେଶ ବିଦେଶ ରାଜ୍ୟର କିଛିଟା ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଖବରଟି ଆପଣମାନଙ୍କୁ ଭଲ ଲାଗିଥାଏ, ଭିଡିଓଟିକୁ ଲାଇକ୍ କରିବା ସହିତ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।